ସାଙ୍ଗମାନେ ଏଠାରେ ଏକ ଲୋକଟି ହସ୍ପିଟାଲରେ ପଡିଥିବା ସମୟରେ ହଠାତ୍ ତାର ନିଦ ଭାଙ୍ଗି ଯାଉଛି ଆଉ ସେ ହସ୍ପିଟାଲରୁ ଖସିକରି ପଳାଇ ଯାଉଛି। ଆଉ ସେଇ ଲୋକଟି ରାସ୍ତାରେ ଯାଉଥିବା ସମୟରେ ସେ ଦେଖୁଛି ଗୋଟିଏ ଲୋକଟି ମୁଣ୍ଡରେ ମିଟର ଭଳି କିଛି ଜିନିଷ ବୁଲୁଛି। ଆଉ ସେଇ ଲୋକଟି ତା ପାଖକୁ ଯାଇ ତା ମୁଣ୍ଡରେ ହାତ ବୁଲାଉଛି ଆଉ ସେ ଲୋକଟି ସେ ଲୋକଟିକୁ ଗାଳି ଦେଉଛି। ତାପରେ ସେ ଲୋକଟି ଛିଡା ହେଇଥିବା ସମୟରେ କିଛି ଲୋକମାନଙ୍କର ଗହଳି ଜମିଥାଏ ଆଉ ସେଇ ଗହଳି ଭିତରେ ଗୋଟିଏ ଲୋକଟି ମୁଣ୍ଡରେ 5 ମିନିଟ୍ ସମୟ ଥାଏ। ସେଇ ଲୋକଟି ନିଜ ଘଣ୍ଟାରେ 5 ମିନିଟ୍ ପାଇଁ ଷ୍ଟପୱାଚ ଦଉଛି ଆଉ ସେ 5 ମିନିଟ୍ ଭିତରେ ସେଇ ଲୋକଟି ହଠାତ୍ ତା ଉପରେ ଗାଡି ଚଢି ଯାଉଛି ଆଉ ସେ ମରି ଯାଉଛି। ଆଉ ସେଇ ହିରୋଟି ପାଖରେ ଏମିତି ଶକ୍ତି ଥିଲା ଯେଉଁ ଲୋକ ମରିବାକୁ ଯାଉଛି ସେ ଜାଣିପାରୁଥିଲା। ତା ପରଦିନ ସେ ହିରୋର ନଜର ଗୋଟିଏ ବିଲ୍ଡର୍ସ ଉପରେ ପଡୁଛି ଆଉ ସେ ଜାଣିବାକୁ ପାଉଛି ସେ ବିଲ୍ଡରଟି 5 ମିନିଟ୍ ଭିତରେ ମରିଯିବ। ଆଉ ସେ ହିରୋଟି ବିଲ୍ଡର୍ସ ପାଖକୁ ଯାଉଛି ଆଉ ଆଗକୁ ନ ଯିବା ପାଇଁ ତାକୁ କହୁଛି କିନ୍ତୁ ସେ ତା କଥା ନ ମାନି ଆଗକୁ ବଢିବାକୁ ଲାଗୁଛି। ସାଙ୍ଗମାନେ ଆଗକୁ କଣ ହେଉଛି ଜାଣିବା ଆଗରୁ ଯଦି ଆପଣମାନେ ନିଜର ମାକୁ ଭଲ ପାଉଥିବେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ତାପରେ ସେ ଅମାନିଆ ଲୋକଟି କଥା ନ ମାନିବାରୁ ଗୋଟିଏ ଟନଲ ଭିତରେ ପଡି ଯାଉଛି ଯାହା ଫଳରେ ତାର ମୃତ୍ୟୁ ଘଟୁଛି। ଆଉ ଏସବୁ ଦେଖି ସେ ହିରୋଟି ସେଠାରୁ ଖସିକି ଯାଉଥିବା ସମୟରେ ତା ନଜର ଗୋଟିଏ ଲୋକଟି ଉପରେ ପଡୁଛି। ଆଉ ସେଇ ଲୋକଟି ପାଖରେ ଗୋଟିଏ ମିନିଟ୍ ସମୟ ଥିବାରୁ ହିରୋଟି ତାକୁ ଅଟକାଉଛି। ଆଉ ହଠାତ୍ ଏଇ ସମୟରେ ଗୋଟେ ଗୁଳିଟି ଆସି ସେ ଲୋକଟି ମୁଣ୍ଡରେ ବାଜୁଛି ଆଉ ସେ ଲୋକଟି ସେଠାରେ ମୃତ୍ୟୁବରଣ କରୁଛି।